ଭୋଇ ମୁଁ ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଆସିଷ୍ଟାଣ୍ଟ ଇଣ୍ଡଷ୍ଟ୍ରି ଅଫିସର ହିସାବରେ କାର୍ଯ୍ୟ କରୁଛି। ଆମର ଇଡିପି ମାନେ ହେଉଛି ଏଣ୍ଟରପ୍ରେନର ଡେଭଲପମେଣ୍ଟ ପ୍ରୋଗ୍ରାମ। ଆଜି ଆମର ଇନାଗ୍ରେସନ୍ କମ୍ ସିଲେକ୍ସନ୍ ଦିନ ଥିଲା। ଆଜିଠୁ ଆମେ 12 ଦିନ ଟ୍ରେନିଂ ଦେବୁ ପିଲାମାନଙ୍କୁ, ଡିଫରେଣ୍ଟ ଏଣ୍ଟରପ୍ରେନରଙ୍କୁ, ଯେଉଁମାନେ ଆମର PMGP ସ୍କିମ୍ ଆମ ଗଭର୍ଣ୍ଣମେଣ୍ଟର ଅଛି, ପ୍ରାଇମ୍ ଏମ୍ପ୍ଲୟମେଣ୍ଟ ଜେନେରେସନ୍ ପ୍ରୋଗ୍ରାମ, ଯେଉଁଟା PMEGP କୁହାଯାଉଛି। ସେ ସ୍କିମ୍ରେ ଯେଉଁମାନେ ଆପ୍ଲାଏ କରିଛନ୍ତି ତାଙ୍କୁ ଏଇ ଟ୍ରେନିଂ ଦିଆଯାଉଛି। ଏ ଟ୍ରେନିଂରେ ଆମ 12 ଦିନରେ ଆମର ଅଲଗା ଅଲଗା ଫ୍ୟାକଲ୍ଟି ଡିଫରେଣ୍ଟ ଜାଗାରୁ ଆସିବେ, ଡକ୍ଟରେଟ୍ ବି ଆସିବେ, ଆଉ ତାଙ୍କର ଯେଉଁ ସ୍ପେଶାଲାଇଜେସନ୍ ତାଙ୍କର ଏକ୍ସପିରିଏନ୍ସ ସେୟାର କରିବେ। ଯେମିତି ହେଲା GST, ସମସ୍ତେ GST ବୋଲି ଡରି ଯାଉଛନ୍ତି, ତ ଆମେ ଚାର୍ଟାର୍ଡ ଆକାଉଣ୍ଟ ଡାକିବୁ, GST ବାବଦରେ ସେ ବୁଝେଇବେ। ଆମେ ପଲ୍ୟୁସନ୍ କଣ୍ଟ୍ରୋଲ ବାଲାକୁ ଡାକିବୁ, ପଲ୍ୟୁସନ୍ କଣ୍ଟ୍ରୋଲ କାହାକୁ ଲାଗିବ, ସାର୍ଟିଫିକେଟ୍ ଲାଗିବ, ସେ ବୁଝେଇବେ। ପିଲାମାନଙ୍କର ଯେଉଁ ଆମେ ଇଣ୍ଡଷ୍ଟ୍ରି କରିବେ, ସବୁଠୁ ମୁଖ୍ୟ ଆଉ ଗୋଟେ ହେଲା ମାର୍କେଟିଂ। ତ ମାର୍କେଟିଂ କେମିତି କରିବେ, କେଉଁ ଭଳିଆ ତାଙ୍କ ପ୍ରଫିଟ୍ ହେବ, ସେ ତା ପାଇଁ ଆମେ କ୍ଲାସ୍ ନେବୁ। ବ୍ୟାଙ୍କର ଆସିବେ, ବ୍ୟାଙ୍କ କଲାବେଳକୁ କେଉଁ ଅସୁବିଧା ଫେସ୍ କରୁଛନ୍ତି ପିଲାମାନେ, ଆଉ କେଉଁ ଭଳିଆ କାଗଜପତ୍ର ଦରକାର, ସେଇ ହିସାବରେ ସେ ବ୍ୟାଙ୍କ ଆମର ଯେଉଁ ଆସିବେ ସାର୍ ମାନେ ସବୁ ବୁଝେଇବେ। ତାପରେ ଆମର କମ୍ପାନୀକୁ ଇନ୍ସୁରାନ୍ସ ଦରକାର କି ନାହିଁ, ସେଇ ବାବଦରେ ବୁଝେଇବେ। କେଉଁ ପ୍ରକାର ରେଜିଷ୍ଟ୍ରେସନ୍ ହେବ, କେଉଁ DIC ମାନେ DIC କେଉଁ ପ୍ରକାର ଉଦ୍ୟମ ରେଜିଷ୍ଟ୍ରେସନ୍, INPC ତା ବାବଦରେ କୁହାହେବ। ଆଉ କ'ଣ ଫ୍ୟାସିଲିଟି ଅଛି ଯେଉଁଟାକି ଲ୍ୟାଣ୍ଡ ପାଇପାରିବେ, କ'ଣ ସୁବିଧା ଦେଇପାରିବେ DIC ତାର ପାଠ ପଢ଼େଇବ। ତାପରେ ଆମର ଅଛି କମ୍ୟୁନିକେସନ୍ ସ୍କିଲ୍ ଅଛି, କେଉଁ ଭଳିଆ ଗ୍ରାହକକୁ ଡିଲ୍ କରିପାରିବେ। ଆଉ ଆକାଉଣ୍ଟ ଆଣ୍ଡ ବୁକ୍ କିପିଂ ଅଛି, ଯେମିତି ଆମେ ଖାତାପତ୍ର ମେଣ୍ଟେନ୍ କରିବା ଗୋଟେ ଇଣ୍ଡଷ୍ଟ୍ରି ଚଳାଇବା ପାଇଁ। ଲେବର ଲ ବିଷୟରେ ଜାଣିବା, କି ଯଦି ଫୁଡ୍ ପ୍ରୋସେସିଂ କରୁଛନ୍ତି ତାଙ୍କ ହିସାବରେ ମାନେ କେଉଁ ପ୍ରକାର ଡକୁମେଣ୍ଟ ଲାଗିବ। ଟୋଟାଲ୍ ଆମକୁ ଗୋଟେ ପ୍ୟାକେଜ୍ ଆମେ ଏଇ 12 ଦିନ ଭିତରେ ଦେବୁ। ଆଉ 11 ଦିନ କ୍ଲାସ୍ ଶେଷ ହେବ, ଗୋଟେ ଦିନ ଫିଲ୍ଡ ଭିଜିଟ୍ ହେବ। ଆମେ ଡିଫରେଣ୍ଟ ଇଣ୍ଡଷ୍ଟ୍ରି ଭିଜିଟ୍ କରିବୁ, ପିଲାମାନଙ୍କୁ ତାଙ୍କ ସହ ଇଣ୍ଟରାକ୍ସନ୍ କରିବୁ। ତାଙ୍କର ଯେଉଁ ଚ୍ୟାଲେଞ୍ଜେସ୍ ଥିଲା, ତାଙ୍କର ଏକ୍ସପିରିଏନ୍ସ କ'ଣ, କେଉଁ ଭଳିଆ କଲେ ଆମେ ଝୁଣ୍ଟିବା ନାହିଁ। ଡିଷ୍ଟ୍ରିକ୍ଟ କଲେ ତ ଫାଷ୍ଟ ନୂଆ ଲୋକ ଟିକେ ଝୁଣ୍ଟି ଯିବେ, କିନ୍ତୁ ସେଥିପାଇଁ ଏଇଟା ଦିଆଯାଉଛି କି ସକ୍ସେସଫୁଲ୍ ହେବେ, କେମିତି ଆମ ଇଣ୍ଡଷ୍ଟ୍ରି ବନ୍ଦ ହେବ ନାହିଁ, ରନିଂ କରିବ। ତା ପାଇଁ ଏଇଟା ଆମ 12 ଦିନର ଗୋଟେ ପ୍ରୋଗ୍ରାମ୍ ଚାଲିଛି। ଆଉ ମୁଁ ଆଶା କରୁଛି ଆମର ସମ୍ବଲପୁର ଜିଲ୍ଲାର ଏଣ୍ଟରପ୍ରେନର ମାନେ ଏଇ ସୁଯୋଗ ନେଇକି ନିଜେ କିଛି ଏଣ୍ଟରପ୍ରାଇଜ୍ କ୍ରିଏଟ୍ କରିକି ଆଉ ବହୁତ ଜଣଙ୍କୁ ତାଙ୍କ ରୋଜଗାର ଦେଇପାରିବେ। ଏଇଟା ଆମର PMGP ପିଲା ପାଇଁ କମ୍ପଲସରି, ଆଉ ବାହାରୁ ବି ଆସିକି କରିପାରିବେ, ଯେଉଁମାନେ PMGP ନ ନେଇକରି ବି କରିପାରିବେ। କିନ୍ତୁ ଆମେ ଫାଷ୍ଟ ପ୍ରିଫରେନ୍ସ PMGP ଲୋନ୍ ଯିଏ ଆପ୍ଲାଏ କରୁଛନ୍ତି ତାଙ୍କୁ ଫାଷ୍ଟ ଦେଉଛୁ। ଯିଏ ଆପ୍ଲାଏ କରିଲେ ସେମାନେ ବି ନେଇପାରିବେ। କିନ୍ତୁ ଏଇଟା କମ୍ପଲସରି, ଯଦି EDP ସାର୍ଟିଫିକେଟ୍ ନ ଦେବି ବୋଲେ ସବସିଡ଼ିଟା ରିଲିଜ୍ ହେବ ନାହିଁ। ତ ଆମର PMGP ସେଥିପାଇଁ ପିଲାଙ୍କୁ ଫାଷ୍ଟ ପ୍ରିଫରେନ୍ସ ଦିଆଯାଉଛି। ବାକି କୌଣସି ବି 18 ବର୍ଷ ହେବ ଯିଏ ବି ଟ୍ରେନିଂ ନେଇପାରିବ।